ଆଜି ଆମେ ଟମାଟର ଖଟା କରିବା। କିଛି ଟମାଟର ନେବା, ଅଦା ଲଙ୍କା ମିଶେଇକି ପେଷ୍ଟ କରିବା। ପେଷ୍ଟ ହେଇଗଲା, ଆପଣ ଦେଖନ୍ତୁ ପେଷ୍ଟ ଆମର ହେଇଗଲା। ଏବେ ଗ୍ୟାସ୍ ଟିକେ ଅନ୍ କରିବା, କଢ଼େଇ ବସେଇବା, ତାହା ଦେହରେ ଅଳ୍ପ କିଛି ରିଫାଇନ୍ ତେଲ ନେବା। ରିଫାଇନ୍ ତେଲ ଟିକେ ଗରମ ହେଇଗଲା ପରେ ଶୁଖିଲା ଲଙ୍କା 2ଟା ପକାଇବେ। ତା ଦେହରେ ଜିରା, ଯଦି ପାନ ମଧୁରୀ ଅଛି ପକାଇଲେ ଆହୁରି ଭଲ, ଟେଷ୍ଟ ପାଇଁ ପାନ ମଧୁରୀ ଭଲ ଲାଗେ। ଏବଂ ହେଇଗଲା ପରେ ଟିକେ ଅଦା ରସୁଣ ପେଷ୍ଟ ଯେଉଁ କରିଥିଲେ ତାକୁ ପକାଇବେ। ଆକୁ 2 ମିନିଟ୍ ଖଣ୍ଡେ ଗରମ କରି ଛାଡ଼ିଦେବେ, ଟିକେ ଘାଣ୍ଟିବେ। ଦେଖିଲେ ହେଇଗଲା। ତା ଦେହରେ ଆମେ ଅଳ୍ପ ଟିକେ ଭୃଷଙ୍ଗ ପତ୍ର ଜାଣିଛନ୍ତି, ଭୃଷଙ୍ଗ ପତ୍ର ଅଳ୍ପ ୟୁଜ୍ କରିବେ। ଭୃଷଙ୍ଗ ପତ୍ର ବାସ୍ନା ବହୁତ ବଢ଼ିଆ। ଖଟାରେ ଭୃଷଙ୍ଗ ପତ୍ର ପକାଇଲେ ବହୁତ ବଢ଼ିଆ ଲାଗେ, ଟେଷ୍ଟ ଟିକେ ଆସିଥାଏ। ଏଇଟା ଟିକେ ହେଇଗଲା ପରେ, ଅଦା ଟିକେ କଡ଼କଡ଼ିଆ ହେଇଗଲା ପରେ ମିଡ଼ିୟମ୍ ଆଞ୍ଚ ଦେବେ। ବେଶୀ ଆଞ୍ଚ ଦେଲେ ଅଦା ପୋଡ଼ିଯିବ। ମିଡ଼ିୟମ୍ ଆଞ୍ଚରେ ରୋଷେଇ କରିବେ। ତାପରେ ଅଦା ଦେଖନ୍ତୁ ହେଇଗଲାଣି। ବର୍ତ୍ତମାନ ଏବେ ଟମାଟର ଯାହା କାଟିଥିବେ, ଟମାଟର କାଟିକି ପକାଇବେ। ଟମାଟର ଟିକେ ଭାଜିଦେବେ। ଟମାଟର ଭଲକି ଟିକେ ଘାଣ୍ଟି ଦେବେ। ଟମାଟର ଘାଣ୍ଟି ଦେଲା ପରେ ତାପରେ ଆପଣ ଯାହା ସବୁ ଲୁଣ ଆପଣଙ୍କ ହିସାବରେ ଲୁଣ ପକାଇବେ, ହଳଦୀ ପକାଇବେ, ଧନିଆ ପାଉଡ଼ର। ଲୁଣ ପଡ଼ି ସାରିଲା ପରେ ଏବେ ହଳଦୀ ଟିକେ ପକାଇଲି। ଏବେ ଧନିଆ ପାଉଡ଼ର ଟିକେ ପକାଇବା। ବେଶୀ କିଛି ମସଲା ପକାଇବା ଦରକାର ନାହିଁ। ଖଟାରେ ଅଳ୍ପ ଟିକେ ପକାଇଲେ ଭଲ। ଖଜରା ନଥିଲା, ଖଜରା ପକାଇଲେ ଆଉ ଟେଷ୍ଟ ଲାଗିବ। ଇଏ ଦେଖନ୍ତୁ ସରିଲା ପରେ ଏଇ ପେଷ୍ଟଟା କରିବା। ଅଦା ଜିରା ଏଗୁଡ଼ା ଭାଜିଥିଲି, ମୁଁ ତାକୁ ଗୁଣ୍ଡ କରିଛି। ଏଇଟା ହେଇଗଲା ଖଟା ଆମର, ଆଉ କିଛି ପକାଇବା ଦରକାର ନାହିଁ। ଖଟା ହେଇଗଲା ପରେ ଗୁଣ୍ଡ ଯେଉଁ ପେଷ୍ଟ କରିଥିଲେ ଦେଖେଇଲେ, ସେ ଗୁଣ୍ଡ ଟିକେ ପକାଇଦେବେ।